ହ୍ୟାଲୋ ପିଲାମାନେ, ଆଜି ଆମେ ତୁମ ଷଷ୍ଠ ଶ୍ରେଣୀ ସାହିତ୍ୟ ବହିରେ ଥିବା ବୃକ୍ଷଲତା ଆମର ବନ୍ଧୁ ପାଠଟିକୁ ଆମେ ଅଧ୍ୟୟନ କରିବା। ତ ପିଲାମାନେ, ଏହାର କବି ହେଉଛନ୍ତି ଡକ୍ଟର ଜଗନ୍ନାଥ ମହାନ୍ତି। ତ ସେ କ'ଣ ଲେଖିଛନ୍ତି, ଚାଲ ଆରମ୍ଭ କରିବା। ସୁନ୍ଦର ଶ୍ୟାମଳ ଅରଣ୍ୟ, ତା ମଧ୍ୟରେ ପବିତ୍ର ଋଷି ଆଶ୍ରମ। ଶିଷ୍ୟମାନେ ଅଧ୍ୟୟନରତ, ସେମାନଙ୍କର ଶିକ୍ଷା କେବଳ ପୁସ୍ତକ ପଠନ ମଧ୍ୟରେ ସୀମିତ ନୁହେଁ। ଉଦ୍ୟାନ କର୍ମ, ଗୋସେବା, କୃଷିକାର୍ଯ୍ୟ, ରନ୍ଧନ, ସମିଧ ସଂଗ୍ରହ ଇତ୍ୟାଦି ମଧ୍ୟ ଏହି ଶିକ୍ଷାର ଅନ୍ତର୍ଭୁକ୍ତ। ସେ କହୁଛନ୍ତି ସୁନ୍ଦର ଶ୍ୟାମଳ ଅରଣ୍ୟ। ଅରଣ୍ୟଟି ସୁନ୍ଦର ଦେଖାଯାଉଛି ଏବଂ ସବୁଜ ରଙ୍ଗରେ ପରିପୂର୍ଣ୍ଣ। ତା ମଧ୍ୟରେ ରହୁଛନ୍ତି ଅନେକ ଗୁଡ଼ିଏ ଋଷିମୁନିମାନେ, ଯେଉଁଥିରେ କି ସେମାନେ ଆଶ୍ରମ କରି ସେଠାରେ ରହୁଛନ୍ତି। ଶିଷ୍ୟମାନେ ସେଇଠାରେ ଅଧ୍ୟୟନ କରୁଛନ୍ତି। ସେମାନଙ୍କର ଶିକ୍ଷା କେବଳ ପାଠ୍ୟପୁସ୍ତକ ନୁହେଁ, ସେମାନେ ପାଠ୍ୟପୁସ୍ତକ ବ୍ୟତୀତ ଅନ୍ୟାନ୍ୟ କର୍ମଗୁଡ଼ିକ ମଧ୍ୟ ସେମାନେ କରୁଛନ୍ତି। ଯେପରିକି ଉଦ୍ୟାନ କାମ ହେଲା, ଗୋସେବା ହେଲା, କୃଷି କାର୍ଯ୍ୟ ହେଲା, ରନ୍ଧନ କାମ, ସମିଧ ସଂଗ୍ରହ ଇତ୍ୟାଦି ଅନେକ ଗୁଡ଼ିଏ କାମ ସେମାନେ ଏହି ଋଷି ଆଶ୍ରମରେ ସେମାନେ ଶିକ୍ଷା ଲାଭ କରୁଛନ୍ତି। ଏକଦା ଗୁରୁ ଶିଷ୍ୟମାନଙ୍କୁ ପରୀକ୍ଷା କରିବାକୁ ସ୍ଥିର କଲେ। ସେ ଆଖପାଖରେ ଥିବା ବୃକ୍ଷଲତା ଗୁଡ଼ିକୁ ଦେଖି ଆସିବା ପାଇଁ ସେମାନଙ୍କୁ ପଠାଇଲେ ଏବଂ କେଉଁ ବୃକ୍ଷ ବା ଲତାଟି ମନୁଷ୍ୟର ଉପକାରରେ ଆସୁନାହିଁ ତାହା ଜଣାଇବା ପାଇଁ ନିର୍ଦ୍ଦେଶ ଦେଲେ। ଶିଷ୍ୟମାନେ ନିଜ ନିଜ କାର୍ଯ୍ୟରେ ଲାଗିଗଲେ। ବୃକ୍ଷଲତା ମାନଙ୍କର ଗୁଣ ଦୋଷ ଅନୁଧ୍ୟାନ କଲେ। କେତେ ଦିନ ପରେ ସେମାନେ ଫେରିଆସି କେଉଁ ଗଛ ଦରକାରୀ ଓ କେଉଁ ଗଛ ଅଦରକାରୀ ତାହା ଗୁରୁଙ୍କୁ ଜଣାଇଲେ। ତ ପିଲାମାନେ, ଥରେ କ'ଣ ହେଇଛି, ଗୁରୁ ଶିଷ୍ୟମାନଙ୍କୁ ପରୀକ୍ଷା କରିବା ପାଇଁ ସ୍ଥିର କରିଛନ୍ତି ଏବଂ ଆଖପାଖରେ ଥିବା ଗଛ ଗୁଡ଼ିକୁ ଦେଖି ଆସିବା ପାଇଁ ସେମାନଙ୍କୁ ପଠାଇଛନ୍ତି ଏବଂ କହିଛନ୍ତି ଯେ କେଉଁ ବୃକ୍ଷ ବା ଲତାଟିର ମନୁଷ୍ୟର ଉପକାରରେ ଆସୁନାହିଁ ସେଗୁଡ଼ିକୁ ତୁମେ ଦେଖି ଆସ ଏବଂ ଆମକୁ ଜଣାଇବ ବୋଲି ସେ ତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଶିଷ୍ୟମାନେ ନିଜ ନିଜ କାମରେ ଲାଗିଗଲେ ଏବଂ ସମସ୍ତେ ଚେଷ୍ଟା କଲେ ଯେ କେଉଁ ବୃକ୍ଷର କେଉଁ ଗୁଣ ଅଛି ଏବଂ ଏହାର କେଉଁ ଦୋଷ ଅଛି ସେଗୁଡ଼ିକୁ ସେମାନେ ଅନୁଧ୍ୟାନ କଲେ। କିଛି ଦିନ ଗଲା ପରେ ସେମାନେ ଫେରିଆସି କେଉଁ ଗଛ ଦରକାରୀ ଓ କେଉଁ ଗଛ ଅଦରକାରୀ ତାହା ଗୁରୁଙ୍କୁ ଜଣାଇଲେ। କିନ୍ତୁ ଜଣେ ଶିଷ୍ୟଙ୍କର ଆଶ୍ରମକୁ ପ୍ରତ୍ୟାଗମନ କରିବାରେ ବିଳମ୍ବ ହେଲା। ସେତେବେଳେ ଦୀର୍ଘ 1 ବର୍ଷ ଅତୀତ ହୋଇଯାଇଥାଏ। ସେ ଆସି କହିଲେ, ଗୁରୁଦେବ, ମୁଁ କେତେ ଗାଁ ଗଣ୍ଡା, ବଣ ଜଙ୍ଗଲ ଓ ପାହାଡ଼ ପର୍ବତ ବୁଲିଲି, କେଉଁଠି ଗୋଟିଏ ହେଲେ ଅଦରକାରୀ ଗଛ ବା ଲତା ଦେଖିଲି ନାହିଁ। ପ୍ରତ୍ୟେକ ଗଛଲତାର ଉପକାରିତା ଅଛି। ପ୍ରତ୍ୟେକ ଉଦ୍ଭିଦରେ ଔଷଧ ଗୁଣ ଭରି ରହିଛି। ସତେ ଯେପରି ମଣିଷ ଓ ପଶୁପକ୍ଷୀଙ୍କୁ ରୋଗମୁକ୍ତ କରି ସେମାନଙ୍କୁ ସୁସ୍ଥ ସବଳ ରଖିବା ପାଇଁ ସେମାନେ ଜନ୍ମ ନେଇଛନ୍ତି। କିନ୍ତୁ ଯେତେବେଳେ ସମସ୍ତେ ପ୍ରତ୍ୟାଗମନ କରିସାରିଥିଲେ ସେତେବେଳେ ଗୋଟିଏ ପିଲା ସେଇ ଆଶ୍ରମକୁ ଫେରିବାକୁ ତାକୁ ଗୋଟିଏ ବର୍ଷ ଲାଗିଯାଇଥିଲା। ସେ ଆସି ଗୁରୁଦେବଙ୍କୁ କହିଲା ଯେ ମୁଁ ଗାଁ ଗଣ୍ଡା, ବଣ ଜଙ୍ଗଲ, ପାହାଡ଼ ପର୍ବତ ସବୁ ଜାଗା ମୁଁ ବୁଲି ଦେଖିଲି, କିନ୍ତୁ କୌଣସି ଜାଗାରେ ମୁଁ ଗୋଟିଏ ହେଲେ ବି ଅଦରକାରୀ ଗଛ ବା ଲତା ପାଇଲି ନାହିଁ। ପ୍ରତ୍ୟେକ ଗଛଲତାର ଉପକାରିତା ଭରି ରହିଛି ବୋଲି ସେ ଆସି ଗୁରୁଙ୍କୁ ଜଣାଇଲା। ପ୍ରତ୍ୟେକ ଉଦ୍ଭିଦର କୌଣସି ନା କୌଣସି ଔଷଧ ଗୁଣ ଭରି ରହିଛି। ସତେ ଯେପରି ମଣିଷ ଓ ପଶୁପକ୍ଷୀ ମଧ୍ୟରେ ସେମାନଙ୍କୁ ରୋଗମୁକ୍ତ କରି ସୁସ୍ଥ ସବଳ ରଖିବା ପାଇଁ ସେ ସାହାଯ୍ୟ କରୁଛି। ଗୁରୁ ହସି ହସି କହିଲେ, ତୁମ କଥା ଶୁଣି ମୁଁ ଅତ୍ୟନ୍ତ ଆନନ୍ଦିତ। ତୁମ ପାଣ୍ଡିତ୍ୟରେ ମଧ୍ୟ ଗର୍ବିତ। ତୁମ ଶିକ୍ଷା ସମ୍ପୂର୍ଣ୍ଣ ହୋଇଛି। ଏଥର ତୁମେ ସ୍ୱଗୃହକୁ ଫେରିଯାଅ, ସମାଜ ସେବାରେ ମନୋନିବେଶ କର। ସେହି ଶିଷ୍ୟ ଜଣକ ହେଉଛନ୍ତି ଚରକ। ପରବର୍ତ୍ତୀ ଜୀବନରେ ସେ ଜଣେ ଚିକିତ୍ସା ବିଜ୍ଞାନୀ ଭାବରେ ସୁପ୍ରତିଷ୍ଠିତ ହୋଇଥିଲେ। ତାଙ୍କ ରଚିତ ଶାସ୍ତ୍ରଟିର ନାମ ହେଉଛି ଚରକ ସଂହିତା। ଗୁରୁ ସେହିଦିନ ହସି ହସି ସେହି ପିଲାଟିକୁ କହିଥିଲେ, ତୁମ କଥା ଶୁଣି ମୁଁ ଅତ୍ୟନ୍ତ ଆନନ୍ଦିତ। ତୁମର ପାଣ୍ଡିତ୍ୟରେ ମଧ୍ୟ ମୁଁ ଗର୍ବିତ ଅନୁଭବ କରୁଛି ବୋଲି ସେ କହି ତାଙ୍କୁ କହିଲେ, ତୁମର ଶିକ୍ଷା ଏବେ ସରିଯାଇଛି, ତୁମେ ନିଜ ନିଜ ଘରକୁ ଫେରିଯାଅ ବୋଲି କହିଲେ ଏବଂ ସମସ୍ତେ ସମାଜ ସେବାରେ ନିଜର ମନକୁ ଉତ୍ସର୍ଗିତ କର ବୋଲି ସେ ତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେହି ଶିଷ୍ୟ ଜଣକ ହେଉଛନ୍ତି ଚରକ। ସେହି ପିଲାଟି ହେଲା
ବା ସେଇ ଶିଷ୍ୟ ଜଣକ ହେଲା ଚରକ, ଯିଏକି ପରବର୍ତ୍ତୀ ସମୟରେ ଚିକିତ୍ସା ବିଜ୍ଞାନୀ ଭାବରେ ପରିଚିତ ହେଲେ ଏବଂ ସେ ଗୋଟିଏ ଶାସ୍ତ୍ର ଲେଖିଥିଲେ ଯାହାର ନାମ ହେଉଛି ଚରକ ସଂହିତା। ବୃକ୍ଷଲତା ମନୁଷ୍ୟର ଏକାନ୍ତ ଉପକାରୀ ବନ୍ଧୁ। ପୁରାଣରେ ବର୍ଣ୍ଣିତ ଅଛି ଯେ ସୁସନ୍ତାନ ମାନଙ୍କୁ ଜନ୍ମ ଦେବା ଠାରୁ ବୃକ୍ଷର ବୃକ୍ଷରୋପଣ ଅଧିକ ପୁଣ୍ୟ କାର୍ଯ୍ୟ। ଏହି କାରଣରୁ ପୂର୍ବେ ବୃକ୍ଷରୋପଣ କରି ଲୋକେ ଆନନ୍ଦ ଲାଭ କରୁଥିଲେ। ବିଭିନ୍ନ ପର୍ବପର୍ବାଣି ଏପରିକି ଦୈନନ୍ଦିନ ଜୀବନରେ ବୃକ୍ଷଲତାର ପୂଜା ଏକ ବିଶିଷ୍ଟ ସ୍ଥାନ ଲାଭ କରିଥିଲା। ବୃକ୍ଷଲତା ମନୁଷ୍ୟର ଏକାନ୍ତ ଗୋଟିଏ ଉପକାରୀ ବନ୍ଧୁ, ଯିଏକି ଯେଉଁଟାକି ପୁରାଣରେ ବର୍ଣ୍ଣନା କରାଯାଇଛି ଯେ ସୁସନ୍ତାନ ମାନଙ୍କୁ ଜନ୍ମ ଦେବା ଠାରୁ ବୃକ୍ଷରୋପଣ ଅଧିକ ପୁଣ୍ୟ କାର୍ଯ୍ୟ। ଗୋଟିଏ ପିଲା ଜନ୍ମ କରିବାଠୁ ଅଧିକ ଗୋଟିଏ ବୃକ୍ଷରୋପଣ କରିବାର ମୂଲ୍ୟଟି ଅଧିକ, କାରଣ ବୃକ୍ଷରୋପଣ କରି ଲୋକେ ଆନନ୍ଦ ଲାଭ କରୁଥିଲେ। ବିଭିନ୍ନ ପର୍ବପର୍ବାଣି ଏପରିକି ଦୈନନ୍ଦିନ ଜୀବନରେ ବୃକ୍ଷଲତାଙ୍କୁ ସେମାନେ ପୂଜା ମଧ୍ୟ କରୁଥିଲେ। ବୃକ୍ଷଲତା ମଣିଷରେ ଯେ କେତେ ଉପକାର କରନ୍ତି ତାହା କଳନା କରାଯାଇପାରିବ ନାହିଁ। ପ୍ରକୃତି ଓ ପରିବେଶର ସୁରକ୍ଷା, ମୃତ୍ତିକା ସଂରକ୍ଷଣ, ଜଳବାୟୁ ନିୟନ୍ତ୍ରଣ ଏବଂ ମନୁଷ୍ୟକୁ ତାର ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟ ଯୋଗାଇବାରେ ବୃକ୍ଷଲତାଙ୍କର ଅଶେଷ ଭୂମିକା ରହିଛି। ବୃକ୍ଷଲତା ହେବାରେ ବୃକ୍ଷଲତା ବର୍ଷା ହେବାରେ ସାହାଯ୍ୟ କରନ୍ତି। ମାତ୍ର ଏବେ ଅରଣ୍ୟ ସମ୍ପଦ ହ୍ରାସ ପାଉଥିବାରୁ ବୃଷ୍ଟିପାତରେ ଅନେକ ଅନିୟମିତତା ଦେଖାଦେଇଛି। ଏହି ଅନିୟମିତ ବର୍ଷା ପୃଥିବୀର ବହୁ ଦେଶରେ ବହୁ ଦୁର୍ଗତିର କାରଣ ବୋଲି ବିବେଚିତ ହେଉଛି। ଯେତେବେଳେ ଆମେ ବୃକ୍ଷଲତାକୁ ବୃକ୍ଷଲତା ଅଛି ସେତେବେଳେ ଆମର ବର୍ଷା ଠିକ୍ ସମୟରେ ହୋଇଥାଏ। କିନ୍ତୁ ଏବେ ଅରଣ୍ୟ ସମ୍ପଦ ବହୁତ ପରିମାଣରେ ହ୍ରାସ ପାଇଯିବା ଯୋଗୁଁ ବା ଲୋକମାନେ ଗଛ ଗୁଡ଼ିକୁ କାଟିଦେବା ଯୋଗୁଁ ବୃଷ୍ଟିପାତରେ ଅନିୟମିତତା ଦେଖାଯାଇଛି, ଯାହାଦ୍ୱାରା ପୃଥିବୀର ଅନେକ ଦେଶ ଗୁଡ଼ିକରେ ବିଭିନ୍ନ ପ୍ରକାର ଦୁର୍ଗତି ବା ବିପଦ ଗୁଡ଼ିକ ଦେଖାଯାଉଛି। ଆମ ରାଜ୍ୟର କଳାହାଣ୍ଡି ଜିଲ୍ଲାରେ ବାରମ୍ବାର ଅନାବୃଷ୍ଟି ଓ ଦୁର୍ଭିକ୍ଷ ଘଟୁଛି। ସେହି କାରଣ ଯୋଗୁଁ ଏହି ଗଛ କଟା ଯୋଗୁଁ ବା ଅରଣ୍ୟ ସମ୍ପଦ ନଷ୍ଟ କରିବା ଯୋଗୁଁ ଆମ ରାଜ୍ୟ କଳାହାଣ୍ଡି ଜିଲ୍ଲାରେ ବାରମ୍ବାର ଅନାବୃଷ୍ଟି ଓ ଦୁର୍ଭିକ୍ଷମାନ ଘଟୁଛି। ଅରଣ୍ୟ ସମ୍ପଦର ବିନାଶ ହିଁ ହେଉ ଏହାର ପ୍ରଧାନ କାରଣ। ଏହି ଅରଣ୍ୟ ସମ୍ପଦର ବିନାଶ କରିବା ଯୋଗୁଁ ଏହି ବର୍ଷାରେ ଅନିୟମିତତା ଦେଖାଦେବା ସହ ଅନାବୃଷ୍ଟି ଓ ଦୁର୍ଭିକ୍ଷମାନ ପଡ଼ି ରହୁଛି। ଠିକ୍ ଏହି କାରଣରୁ ହିଁ ପୃଥିବୀର ବିଭିନ୍ନ ସ୍ଥାନରେ ଅନାବୃଷ୍ଟି ହୋଇ ଦୁର୍ଭିକ୍ଷ ଦେଖାଯାଉଛି ଏବଂ ସମଗ୍ର ମାନବ ଜାତି ଏଥିପାଇଁ ଆତଙ୍କିତ ହୋଇପଡ଼ିଛି। ବୃକ୍ଷଲତା ଆଲୋକ ସଂଶ୍ଳେଷଣ ପ୍ରକ୍ରିୟାରେ ବାୟୁରୁ ଅଙ୍ଗାରକାମ୍ଳ ବାଷ୍ପ ଗ୍ରହଣ କରି ଅମ୍ଳଜାନ ଛାଡ଼ନ୍ତି, କିନ୍ତୁ ମନୁଷ୍ୟ ଓ ପଶୁପକ୍ଷୀ କେବଳ ଅମ୍ଳଜାନ ହିଁ ଆବଶ୍ୟକ କରିଥାନ୍ତି। ଏହିପରି ଉଦ୍ଭିଦ ଜଗତ ଅମ୍ଳଜାନ ଯୋଗାଇ ଦୂଷିତ ବାୟୁମଣ୍ଡଳକୁ ବିଶୁଦ୍ଧ କରିବାରେ ବିଶେଷ ସହାୟକ ହୋଇଥାଏ। ବୃକ୍ଷଲତା ଗୁଡ଼ିକ ଆଲୋକ ସଂଶ୍ଳେଷଣ ପ୍ରକ୍ରିୟାରେ ବାୟୁରୁ ଅଙ୍ଗାରକାମ୍ଳ ନେଇ ସେହି ବାଷ୍ପକୁ ଗ୍ରହଣ କରି ଅମ୍ଳଜାନକୁ ଆମକୁ ଦେଇଥାନ୍ତି ବା ଅମ୍ଳଜାନ ଗ୍ୟାସଟିକୁ ସେମାନେ ବାୟୁମଣ୍ଡଳକୁ ଛାଡ଼ନ୍ତି, ଯେଉଁ ଗ୍ୟାସଟିକୁ ଆମେ ମନୁଷ୍ୟ ହେଲା କିମ୍ବା ପଶୁପକ୍ଷୀମାନେ ସେହି ଅମ୍ଳଜାନକୁ ଗ୍ରହଣ କରିଥାଉ। ଏପରିକି ଉଦ୍ଭିଦ ଜଗତ ଅମ୍ଳଜାନ ଯୋଗାଇ ଦୂଷିତ ବାୟୁମଣ୍ଡଳକୁ ବିଶୁଦ୍ଧ କରିବାରେ ମଧ୍ୟ ସହାୟକ ହୋଇଥାଏ। କଳକାରଖାନାର ପ୍ରତିଷ୍ଠା, ରେଳ, ମଟର, ଟ୍ୟାକ୍ସି, ସ୍କୁଟର ପ୍ରଭୃତିର ବହୁଳ ବ୍ୟବହାର ଯୋଗୁଁ ବାୟୁମଣ୍ଡଳରେ ପ୍ରଚୁର ଅଙ୍ଗାରକାମ୍ଳ ବାଷ୍ପ ମିଶିଥାଏ। ଏହା ମନୁଷ୍ୟର ସ୍ୱାସ୍ଥ୍ୟ ପକ୍ଷେ ବିଶେଷ କ୍ଷତିକାରକ। ବୃକ୍ଷଲତା ଗୁଡ଼ିକ ଏହି ଅଙ୍ଗାରକାମ୍ଳ ଗ୍ରହଣ କରି ପରିବେଶକୁ ପ୍ରଦୂଷଣ ମୁକ୍ତ କରିଥାନ୍ତି। ମାତ୍ର ବର୍ତ୍ତମାନ କାଳରେ ବୃକ୍ଷଲତା ଅଭାବରେ ମନୁଷ୍ୟ କିପରି ବିପଦର ସମ୍ମୁଖୀନ ହେଉଛି ତାହା ସହଜରେ ଅନୁମେୟ। ତ ବର୍ତ୍ତମାନ ଗଛ କାଟି କଳକାରଖାନା ଗୁଡ଼ିକ ପ୍ରତିଷ୍ଠା କରାଯାଇଛି। ରେଳ, ମଟର, ଟ୍ୟାକ୍ସି, ସ୍କୁଟର ପ୍ରଭୃତି ବହୁଳ ବ୍ୟବହାର ଯୋଗୁଁ ବାୟୁମଣ୍ଡଳରେ ଅଙ୍ଗାରକାମ୍ଳର ପରିମାଣ ବଢ଼ି ଚାଲିଛି, ଯାହା ମନୁଷ୍ୟର ସ୍ୱାସ୍ଥ୍ୟ ପକ୍ଷେ ବିଶେଷ କ୍ଷତିକାରକ ହୋଇପଡ଼ିଛି। ବୃକ୍ଷଲତା ଗୁଡ଼ିକ ଏହି ଅଙ୍ଗାରକାମ୍ଳ ଗୁଡ଼ିକୁ ଗ୍ରହଣ କରି ପରିବେଶକୁ ଅମ୍ଳଜାନ ପ୍ରଦାନ କରୁଥିଲେ, କିନ୍ତୁ ବର୍ତ୍ତମାନ ମନୁଷ୍ୟ ସେହି ବୃକ୍ଷ ଗୁଡ଼ିକୁ ବେଶୀ ପରିମାଣରେ କାଟିଦେବା ଯୋଗୁଁ ଏହି ଅଙ୍ଗାରକାମ୍ଳ ଗ୍ୟାସଟିର ପରିମାଣ ଧୀରେ ଧୀରେ ବୃଦ୍ଧି ଘଟୁଛି, ଯାହାଦ୍ୱାରା ମନୁଷ୍ୟ ଏବଂ ପଶୁପକ୍ଷୀ ଯେତେ ବି ଜୀବଜନ୍ତୁ ଅଛନ୍ତି ସମସ୍ତଙ୍କ ଉପରେ ତାହା
ବିପଦ ସୃଷ୍ଟି କରୁଛି। ତ ପିଲାମାନେ ଆଜି ଆମେ ଏଇଠି ରଖିବା। ପରବର୍ତ୍ତୀ କ୍ଲାସରେ ଆମେ ଏହାର ପରବର୍ତ୍ତୀ ଅଂଶଟିକୁ ଅଧ୍ୟୟନ କରିବା। ଧନ୍ୟବାଦ।